ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ। ମଣିଷ ବଞ୍ଚିବା ପାଇଁ କର୍ମ କରେ, ସେ ନିଜ ଭିଟାମାଟି ଛାଡ଼ି ନିଜ ପେଟପାଟଣା ପାଇଁ ସୁଦୂର ବିଦେଶକୁ ଚାଲିଯାଏ। ନିଜ ଅଞ୍ଚଳରେ କାମଧନ୍ଦାର ଅଭାବ ଓ ନିଜ ପରିବାରର ଚଳିବା ପାଇଁ ସେ ଦାଦନ ଯିବା ପାଇଁ ହୁଏ ବାଧ୍ୟ। ପ୍ରଥମ 15 ବର୍ଷ ପୂର୍ବେ ନିଜ ବାପ ସ୍ୱର୍ଗତ ଯୁଧିଷ୍ଠିର ଶବର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲା। ବର୍ତ୍ତମାନ ନିଜ ଜୁଆନ ପିଲା ହେମଲାଲ ଶବର ସୁଦୂର କୁକୁଦରଖାନା ମୁମ୍ବାଇ ଯାଇ ଦେହତ୍ୟାଗ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମ ପଞ୍ଚାୟତ ସ୍ଥିତ ଦାବ୍ରିପଡ଼ା ଗ୍ରାମରେ। ତାଙ୍କ ପରିବାର ଏକ ଗରିବ ପରିବାର, ଖଟିଖିଆ ମୂଲିଆ ଶ୍ରେଣୀର ଅଟନ୍ତି। ତାଙ୍କ ପରିବାର କହିଲେ ଏକମାତ୍ର ମା ଓ ପୁଅ ଥିଲେ। ଏବେ ମା ପୁଅକୁ ଏକୁଟିଆ କରି ଛାଡ଼ି ଆରିପାରକୁ ଚାଲିଯାଇଛି। ସୂଚନା ମୁତାବକ ପୂର୍ବେ କାମଧନ୍ଦା ଅନ୍ୱେଷଣରେ ଗତ ବର୍ଷ ଅକ୍ଟୋବର ମାସରେ ହେମଲାଲ ନିଜ ସାଙ୍ଗମାନଙ୍କ ସହିତ ମୁମ୍ବାଇ ଯାଇଥିଲା। ସେଠାରେ ସେ ନିଜ ବନ୍ଧୁବାନ୍ଧବଙ୍କ ସହ ନୂତନ କୋଠାଗୃହ ନିର୍ମାଣ କାମରେ ଶ୍ରମିକ ଭାବେ କାମ କରୁଥିଲା। ଗତ 16 ତାରିଖରେ ହେମଲାଲଙ୍କୁ ଡେଙ୍ଗୁ ଜ୍ୱର ହେବାରୁ ଭୀମରାଓ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଏହି ଖବର ପାଇ ମା ସ୍ନେହଲତା ଶବର ପରିବାର ଲୋକେ ପୁଅକୁ ଗାଁକୁ ଆଣି ଚିକିତ୍ସା କରିବା ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ତାପରେ ଅଧା ବାଟରେ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତାଙ୍କର ବଡ଼ ବାପା ହରିଦାସ ଶବର, ନାଣ୍ଟୁ ଶବର ସାଙ୍ଗସାଥୀ ହେମଲତାଙ୍କ ମୃତ ଶରୀରକୁ ମୁମ୍ବାଇରୁ ରାୟପୁରକୁ ବିମାନ ଯୋଗେ ଆଣିଥିଲେ। ତାପରେ ରାୟପୁରରୁ ଆମ୍ବୁଲାନ୍ସ ଯୋଗେ ଦାବ୍ରିପଡ଼ା ଗାଁକୁ ଆଣିଥିଲେ। ଆଜି ଅପରାହ୍ନରେ ମୃତଦେହ ଗାଁରେ ପହଞ୍ଚିଥିଲା। ମୃତଦେହ ପହଞ୍ଚିବା ପରେ ଗାଁର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାପରେ ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଦେଖାଯାଉ ଏ ଦିଗରେ ସରକାର କ'ଣ ପଦକ୍ଷେପ ନେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ଡିଣ୍ଡିମ ପିଟୁଥିବା ବେଳେ ଦାଦନ ଯାଇ ଶବ ହୋଇ ଗାଁକୁ ଫେରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଯଥାଶୀଘ୍ର ଉଚିତ କାର୍ଯ୍ୟାନୁଷ୍ଠାନ ସହ ଏହାର ତଦନ୍ତ ହେବା ପାଇଁ ପରିବାର ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।